ଅଳୁସେଇ ରାଜକୁମାରୀ। ଗୋଟିଏ ଦେଶରେ ମାଟିଏ ପୁଅଟିଏ ଥାଆନ୍ତି। ସେ ଦୁହେଁ ଭାରି ଗରିବ। ଥରେ ତାଙ୍କର ଗୋଟିଏ ବଳଦ ମରିଗଲା। ଆଉ ମାତ୍ର ଗୋଟିଏ ହିଁ ବଳଦ ରହିଲା। ଦୁଇଟି ବଳଦ ହେଲେ ସିନା ଚାଷ ହେବ, ହେଲେ ପଇସା କାହିଁ? ମା କହିଲା, ପୁଅରେ, ଆଉ ଗୋଟିଏ ବଳଦ କିଣିବାକୁ ତ ପାଖରେ ପଇସା ନାହିଁ। ଏଣେ ବଳଦ ନହେଲେ ଚାଷ ଅଚଳ। ଲଙ୍ଗଳର ଗୋଟିଏ ପାଖରେ ବଳଦ ଟାଣିବ, ଆଉ ଗୋଟିଏ ପାଖରେ ମୁଁ ଟାଣିବି। ତୁ ଚାଷ କର। ପୁଅ ଆଉ କିଛି ବାଟ ନ ପାଇ ସେଇଆ କଲା। ଦିନେ ସେ ଦେଶର ରାଜା ସେଇ ବାଟ ଦେଇ ଯାଉଥିଲେ। ସେ ଏ ଦୃଶ୍ୟ ଦେଖି ଭାରି ରାଗିଗଲେ। ଯୁବକକୁ ପାଖକୁ ଡାକି କହିଲେ, ତୁ କେଡ଼େ ମୂର୍ଖ! ବୁଢ଼ୀଟାକୁ ଲଙ୍ଗଳରେ ଯୋଚି ଜମି ଚାଷ କରୁଛୁ। ଯୁବକ କହିଲା, ମଣିମା, ଆମେ ଭାରି ଗରିବ। ଆମର ବଳଦ ମରିଯାଇଛି। ବଳଦ କିଣିବାକୁ ବି ପାଖରେ ପଇସା ନାହିଁ। କଷ୍ଟ ସହି କୌଣସି ମତେ ଜମି ଚାଷ କରୁଛୁ, ନହେଲେ ଖାଇବୁ କ'ଣ? ରାଜା ସେଇ ଯୁବକକୁ ଉଆସକୁ ଡାକି ନେଇ ଗୋଟିଏ ବଳଦ ଦେଲେ। କହିଲେ, ଏ ବଳଦକୁ ତୁ ଯଦି କାମରେ ଲଗାଇ ପାରୁ, ତେବେ ତୋର ବହୁତ ଲାଭ ହେବ। ଅସଲ କଥା, ବଳଦଟା ଭାରି ମାରଣା ଆଉ ଭାରି ଅମାନିଆ। ତା କାନ୍ଧରେ କେହି ଜୁଆଳି ଲଗାଇ ପାରନ୍ତି ନାହିଁ। ଚାଷ କରିବା ତ ଦୂରର କଥା। ଯୁବକ ଏ କଥା ଜାଣି ବଳଦର ଶିଙ୍ଗରେ ଦୌଡ଼ି ବାନ୍ଧିଦେଲା। ତାର ଗୋଡ଼କୁ ମଧ୍ୟ ଛନ୍ଦିଦେଲା। କିଛି ଖାଇବାକୁ ନ ଦେଇ 4 ଦିନ ପର୍ଯ୍ୟନ୍ତ ଗୁହାଳରେ ବାନ୍ଧି କରି ରଖିଲା। ପଞ୍ଚମ ଦିନ କିଛି ନଡ଼ା ଖାଇବାକୁ ଦେଲା ଓ ବାଲ୍ଟିଏ ପାଣି ପିଇବାକୁ ଦେଲା। ତାପରେ ତାକୁ ଲଙ୍ଗଳରେ ଯୋଚି ବିଲକୁ ନେଲା। ବଳଦଟା ନ ଖାଇ ନ ପିଇ ଦୁର୍ବଳ ଯେହେତୁ ହେଇଯାଇଥିଲା, ସେ ଆଉ ବେଶୀ ଡିଆଁ ଡେଇଁ କରିପାରିଲା ନାହିଁ। ଅଳ୍ପ କିଛି ଜମି ଚାଷ କରି ଶୋଇଲା। ଯୁବକ ବଳଦକୁ ଫିଟାଇ ଆଣି ଗୁହାଳରେ ବାନ୍ଧିଦେଲା। ତା ପରଦିନ ବଳଦକୁ 2 ବିଡ଼ା ନଡ଼ା ଖାଇବାକୁ ଦେଇ ପୁଣି ବିଲକୁ ଗଲା। ବଳଦ ସେଦିନ ଅଳ୍ପ କିଛି ଅଧିକ ଜମି ଚାଷ କରି ଶୋଇଲା। ଯୁବକଟି ସେଦିନ ତାକୁ ଫିଟାଇ ଆଣି ଗୁହାଳେ ବାନ୍ଧି ପକାଇଲା। ତା ପରଦିନ 3 ବିଡ଼ା ନଡ଼ା ଖାଇବାକୁ ଦେଲା। ଏମିତି ଭାବରେ ଯୁବକ ସେଇ ମାରଣା ବଳଦକୁ ପୋଷା ମନାଇ ବେଶ କାମ ଆଦାୟ କଲା। ଆଉ ଦିନେ ରାଜା ସେଇ ବାଟ ଦେଇ ଯାଉଥିଲେ। ସେ ଏ କଥା ଦେଖି ଭାରି ଖୁସି ହୋଇଗଲେ। ସେ ଯୁବକକୁ ଡାକି କହିଲେ, ମୋର ଗୋଟିଏ ଝିଅ ଅଛି। ସେ ଭାରି ଅଳୁସେଇ। ତୁମେ ଯଦି ତାକୁ କିଛି କାମ କରାଇ ପାରନ୍ତ, ତେବେ ମୁଁ ତୁମକୁ ବହୁତ ପୁରସ୍କାର ଦିଅନ୍ତି। ଯୁବକ କହିଲା, ମୋ ସହିତ ଆପଣଙ୍କ ଝିଅକୁ ବାହା କରାଇ ଦିଅନ୍ତୁ। ଦେଖିବେ, ମୁଁ ତାକୁ କାମରେ ଲଗାଇ ଦେବି। ରାଜା ସେଇଆ କଲେ। ତାଙ୍କର ଅଳସେଇ ଝିଅକୁ ସେଇ ଚାଷୀ ଯୁବକ ସହିତ ବାହା କରାଇ ଦେଲେ। ଝିଅ ବାହା ହୋଇ ଚାଷୀର ଘରକୁ ଚାଲି ଆସିଲା। ଜୀବନ ଯାକ ତ ସେ କିଛି କାମ କରିନଥିଲା। ଚାଷୀର ଘରେ ବା କି କାମ କରନ୍ତା? ସେ ଖାଲି ଗୋଡ଼ ଉପରେ ହାତ ପକାଇ ବସିଲା। ଏ କଥା ଦେଖି ଯୁବକର ମା କହିଲା, ପୁଅ, ଏଭଳି ବୋହୂଟିଏ ଆଣିଲୁ ଯେ କୁଟା ଖଣ୍ଡକ 2 ଖଣ୍ଡ କରୁନାହିଁ। ଆମର ତ ଗରିବ ଘର। ରାଜା ଝିଅ ଏଠାରେ ଚଳିବ କେମିତି? ପୁଅ କହିଲା, ତୁ ଚିନ୍ତା କରନା ମା, ମୁଁ ତାକୁ ଠିକ୍ କରିଦେବି। ସେଦିନ ରାଜା ଝିଅକୁ କିଛି ଖାଇବାକୁ ଦିଆଗଲା ନାହିଁ କି ପିଇବାକୁ ଦିଆଗଲା ନାହିଁ। ମା ପୁଅ ଦୁହେଁ ରାନ୍ଧି ବାଢ଼ି ଖାଇଲେ। ରୋଷେଇ କରି 2 ଖଣ୍ଡ ଶୁଖିଲା ରୁଟି ଥୋଇଦେଇ ବିଲକୁ ବାହାରିଗଲେ। ରାଜା ଝିଅ ଭୋକରେ ଖାଲି ଡହଳ ବିକଳ ହେଲା। ଏ ତ ରାଜ ଉଆସ ନୁହେଁ ଯେ ଦାସୀମାନେ ଆସି ତାକୁ ଖୁଆଇ ଦେଇ ଯିବେ। ରାଜା ଝିଅ ଭୋକ ଦାଉ ସହି ନ ପାରି ରୋଷେଇ ଘରକୁ ପଶିଲା। ବାସନ କୁସନ ସବୁ ଅଣ୍ଡାଳି ପକାଇଲା। ରୁଟି 2 ଖଣ୍ଡ ଚୋବେଇ ଖାଇଦେଲା। କିନ୍ତୁ ଦେଖିଲା ପାଣି ନାହିଁ। ଶୋଷରେ ତଣ୍ଟି ଫାଟି ଯାଉଛି। ତାପରେ ମାଠିଆ ନେଇ କୂଅରୁ ପାଣି କାଢ଼ିଲା। ଢକ ଢକ କରି 2 ଗିଲାସ ପାଣି ପିଇ ଶୋଇ ପଡ଼ିଲା। ତା ପରଦିନ ମା ପୁଅ ଦୁହେଁ ରାନ୍ଧିବାଢ଼ି ଖାଇକରି ବିଲକୁ ଚାଲିଗଲେ। ରାଜା ଝିଅର ଖିଆ ପିଆ କଥା କିଛି ବୁଝିଲେ ନାହିଁ। ଗଲାବେଳେ ରୋଷେଇ ଘରେ ଖାଲି ଅଟା ଆଉ କିଛି ଡାଲି ରଖିଦେଇ ଗଲେ। ସେ ଦେଖିଲା କେବଳ ଶୁଖିଲା ଅଟା ଓ ଡାଲି ମୁଠାଏ ରଖାହେଇଛି। ନିଜେ ଯାଇ କୂଅରୁ ପାଣି ଆଣିଲା, ଚୁଲି ଲଗାଇଲା ଏବଂ ଅଟା ଚକଟି ରୁଟି କଲା, ଡାଲି କଲା, ତାପରେ ଯାଇ ଖାଇଲା। ତା ପରଦିନ ମା ପୁଅ ଦୁହେଁ ଖାଇ ପିଇ ବିଲକୁ ଚାଲିଗଲେ। ଗଲାବେଳେ ରୋଷେଇ ଘରେ ଗହମ କିଛି ରଖିଦେଲେ। ରାଜା ଝିଅ ସେଦିନ ଭୋକ ଆକୁଳରେ ରୋଷେଇ ଘର ଅଣ୍ଡାଳି ପକାଇଲା। ହେଲେ ଖାଲି ଗହମ ଛଡ଼ା ଆଉ କିଛି ପାଇଲା ନାହିଁ। କ'ଣ କରିବ? ଗହମକୁ ନେଇ ଚକିରେ ପେଷିଲା, କୂଅରୁ ପାଣି ଆଣିଲା, ଟାଙ୍ଗିଆ ଧରି କାଠ ଆଣିଲା, ତାପରେ ଚୁଲି ଲଗାଇ ରୁଟି ତିଆରି କଲା। ବାଡ଼ିରୁ କିଛି ପରିବା ତୋଳି କରି ଆଣି ତରକାରୀ କଲା। ଏଥର ଖାଇକରି ଶୋଇଲା। ତା ପରଦିନ ରାଜା ଝିଅ ରୋଷେଇ ଘର ଯାଇ ଦେଖିଲା, କିଛି ବୋଲି କିଛି ନାହିଁ। ଅଟା ନାହିଁ କି ଡାଲି ନାହିଁ, ଜାଳିବା ପାଇଁ କାଠ ମଧ୍ୟ ନାହିଁ। ବିଚାରି କରିବ କ'ଣ? ଭାବିଲା, ମୁଁ ମୋର ବାପାଙ୍କ ପାଖରେ ବେଶ ଆରାମରେ ଥିଲି। କିଭଳି ଜାଗାରେ ଆସି ପହଞ୍ଚିଲି ଯେ ଶୁଖିଲା ରୁଟି ଖଣ୍ଡେ ମଧ୍ୟ ଖାଇବାକୁ ମିଳିଲା ନାହିଁ। ନିଜେ ଖଟି ଖଟି ମଲି। ନିଜେ ଥୋଡ଼ାଏ କାନ୍ଦିଲା। ଭୋକରେ ତ ପେଟ ଜଳୁଛି, କରିବ କ'ଣ? ତାପରେ ସେ ନିଜର ସ୍ୱାମୀ ଓ ଶାଶୁ ଯେଉଁଠାରେ କାମ କରୁଥିଲେ ସେଠାକୁ ଧାଇଁଲା। ସ୍ୱାମୀଙ୍କ ପାଖରେ ପହଞ୍ଚି କହିଲା, ତୁମେମାନେ କେମିତିକା ଲୋକ? ଘରେ ଅଟା ନାହିଁ କି ଗହମ ନାହିଁ, ମୁଁ ଖାଇବି କ'ଣ? ମୋତେ ତୁମମାନେ ମାରିଦେବ ନା କ'ଣ? କୃଷକ ଯୁବକ କହିଲା, ଦେଖ, ରୋଷେଇ ଘରେ ତ ରୁଟି ଫଳେ ନାହିଁ। ବିଲରେ ଗହମ ଫଳେ, ସେଥିରୁ ଅଟା ତିଆରି ହୁଏ, ଅଟାରୁ ରୁଟି ହୁଏ। ତୁମେ ଆମ ସାଙ୍ଗରେ ଚାଷ ନ କଲେ ରୁଟି ଖାଇବାକୁ ପାଇବ କେଉଁଠୁ? ଆସ ଏଠାରେ କାମ କର। ରାଜା ଝିଅ କାନ୍ଦି ପକାଇଲା। କହିଲା, କାହିଁକି? ମୋ ବାପାଙ୍କ ଅମାରରେ ତ ଗହମ ଭର୍ତ୍ତି ହୋଇ ରହିଛି। ମୁଁ ସେଠାରେ ବସିକରି ଖାଇବି ନାହିଁ କାହିଁକି? ଏଠାରେ ଏତେ ପରିଶ୍ରମ କରିବି।
ଏଠାରେ ଏତେ ପରିଶ୍ରମ କରିବି କାହିଁକି? ଯୁବକ କହିଲା, ତୁମ ବାପାଙ୍କ ଅମାରେ ଯେଉଁ ଗହମ ଭର୍ତ୍ତି ହୋଇ ରହିଛି ତାହା କ'ଣ ତୁମ ବାପା ନିଜେ ଚାଷ କରି ଅମଳ କରିଛନ୍ତି? ଆମରି ଭଳି ଚାଷୀମାନେ ଖରା ବର୍ଷା ସହି କାମ କରି ତାକୁ ଅମଳ କରିଛନ୍ତି। ଆମେ ଯଦି ତୁମ ଭଳି କାମ ନ କରୁ ତେବେ ତୁମ ବାପାଙ୍କର ଅମାର ଭର୍ତ୍ତି ହେବ କେମିତି ଓ ତୁମେ ଖାଇବ କେଉଁଠୁ? ତେଣୁ ଆସ ଆମ ସାଙ୍ଗରେ ମିଶି କାମ କର। ରାଜା ଝିଅ ସେଇ ଦିନଠାରୁ ଅଳସ ଛାଡ଼ି କାମରେ ଲାଗି ପଡ଼ିଲା। କିଛି ଦିନ ପରେ ରାଜା ନିଜର ଝିଅକୁ ଦେଖିବାକୁ ଆସିଲେ। ବାପାଙ୍କୁ ଦେଖି ଝିଅ ଭାରି ଖୁସି ହେଲା। ବାପାଙ୍କର ଗୋଡ଼ ଧୋଇବା ପାଇଁ କୂଅରୁ ପାଣି ଆଣିଦେଲା, ବସିବାକୁ ଆସନ ଦେଲା, ତାପରେ ତରବର ହୋଇ ରୋଷେଇରେ ଲାଗିଗଲା। ବାପାଙ୍କୁ କହିଲା, ବାପା ତୁମେ ଟିକେ ରସୁଣରୁ ଚୋପା ଛଡ଼ାଉଥା, ମୁଁ ଖାଇବା ଯୋଗାଡ଼ କରୁଛି। ରାଜା ଏ କଥା ଶୁଣି ମନେ ମନେ ହସିଲେ। ଏତିକି ବେଳେ ତାର ଶାଶୁ ଓ ସ୍ୱାମୀ ବିଲରୁ ଆସିଲେ। ରାଜା ନିଜେ ରସୁଣରୁ ଚୋପା ଛଡ଼ାଉଥିବାର ଦେଖି ବୁଢ଼ୀ ବୋହୂକୁ ତାଗିଦ କରି କହିଲା, ଆଲୋ ଝିଅ, ତୁ ଏ କ'ଣ କରୁଛୁ? ରାଜାଙ୍କୁ କାମରେ ଲଗାଉଛୁ? ବୋହୂ କହିଲା, କାମ ନ କଲେ ସେ ଖାଇବେ କେମିତି? ରାଜା ନିଜେ ଅଳୁସେଇ ଝିଅର ଏଭଳି ପରିବର୍ତ୍ତନ ଦେଖି ଭାରି ଖୁସି ହେଲେ। ଝିଅର ହାତରନ୍ଧା ଖାଦ୍ୟ ଖାଇ ଘରକୁ ଫେରିଲେ। ତାପରେ ଝିଅ ଓ ଜୋଇଁଙ୍କୁ ବହୁ ଉପହାର ଏବଂ ଧନରତ୍ନ ପଠାଇଲେ। ତେଣୁ ସାଙ୍ଗମାନେ, କଥାରେ ଅଛି, ଅସୁବିଧା ପଡ଼ିଲେ ବାବାଜୀ ବି ଧାନ କୁଟେ। ଅର୍ଥାତ୍ ଯଦି ଆମେ କିଛି ଅଭାବ ଅସୁବିଧାରେ ପଡ଼ିବା ନାହିଁ ତାହେଲେ ଆମେ କିଛି ନୂଆ ଜିନିଷ ବା ନୂଆ କାମ କରିବାକୁ ଇଚ୍ଛା କରିବା ନାହିଁ। ତେଣୁ ଆମକୁ ସବୁବେଳେ ପରିସ୍ଥିତିର ମୁକାବିଲା କରିବାକୁ ପଡ଼ିବ। ଏଠାରୁ ପଛାଇ ନ ଯାଇ କିଭଳି ତାହାକୁ ସମାଧାନ କରିପାରିବା ସେହି ଉପାୟ ଚିନ୍ତା କରିବା ଉଚିତ, ଯାହାଦ୍ୱାରା ଆମେ ସବୁବେଳେ କିଛି ନୂଆ ନୂଆ ଜିନିଷ ବା ନୂଆ ନୂଆ କାର୍ଯ୍ୟ କରିପାରିବା ଏବଂ ଜୀବନରେ ଏକ ସଫଳ ବ୍ୟକ୍ତିତ୍ୱର ଉଦାହରଣ ହୋଇପାରିବା। ଧନ୍ୟବାଦ।